ଯାତ୍ରାର ବିଧିମାନ, ଯେ ମହୋତ୍ସବର ବିଧାନ। 33 ଅଧ୍ୟାୟରେ ପୁଣି କହନ୍ତି ଋଷି ଜୈମିନି। ଶ୍ରୀ ଜୈମିନି ଉବାଚ। ଜୈମିନି କହନ୍ତି ଆନନ୍ଦେ, ଶୁଣ ହେ ଋଷି ମୁନି ବୃନ୍ଦେ। ଯେ ମହାବେଦୀ ମହୋତ୍ସବ, ବିଧି ବିଧାନ ଆଦି ଭାବ। କ୍ରମରେ ତାହା କହିବଇ, ଶ୍ରବଣ କର ଚିତ୍ତ ଦେଇ। ଶୁଣନ୍ତେ ତୁଟିବ ଜ୍ଞାନ, ଲଭିବ ଜ୍ୟୋତିର୍ମୟ ଜ୍ଞାନ। ବୈଶାଖ ଶୁକ୍ଳ ପକ୍ଷରେ, ରୋହିଣୀ ନକ୍ଷତ୍ର ଯୋଗରେ। ସେ ଯେଉଁ ଅକ୍ଷୟ ତୃତୀୟା, ସ୍ୱୟଂ ପ୍ରସିଦ୍ଧ ଜାଣ ତାହା। ସକଳ ପାପ ବିନାଶିନ, ଦିଶାଇ ଶୁଭ ଫଳମାନ। ଏଥି ତିଥିରେ ନରରାଣ, ହୃଦୟ ସଂକଳ୍ପ କରିନ। ଆଚାର୍ଯ୍ୟ ବରଣ କରିବ, ଯେ ରୂପେ ବନ ଯାଗ ହେବ। 3 ବା 1 ବ୍ରାହ୍ମଣ, ତାଙ୍କୁ କରିବ ନିମନ୍ତ୍ରଣ। ଦେଇ ବସନ ଅଳଙ୍କାର, ଭକ୍ତିରେ କରି ସମାଦର। ମନ୍ତ୍ରଜ୍ଞ ସେହି ନୃପବର, ସଙ୍ଗତେ ଘେନି ବିପ୍ରବର। ତହିଁ ଉତ୍ତମ ବୃକ୍ଷ ଥିବ, ସେ ବନେ ଗମନ କରିବ। ସେ ସ୍ଥାନ ମନ୍ତ୍ର ଉଚ୍ଚାରିଣ, ଅଗ୍ନିକୁ କରିବ ସ୍ଥାପନ। ବିଶୁଦ୍ଧ ଘୃତ ଦ୍ୱାରେ ପୁଣ, ଆହୁତି କରିବ ପ୍ରଦାନ। ଅଷ୍ଟ ଉତ୍ତର ଶତ ସଂଖ୍ୟା, ହବନ କରିବ ପ୍ରତ୍ୟକ୍ଷ। ଗବ୍ୟ ଘୃତର ଧାରା ପୁଣ, ବୃକ୍ଷରେ ମୂଳେ ଦେବ ଜାଣ। ତଦନ୍ତେ 10 ଦିଗ ଗଣେ, ପୂଜିବ ଶାସ୍ତ୍ରର ବିଧାନେ। ପଶୁ ବଳିରେ କ୍ଷେତ୍ରପାଳ, ପୂଜିବ ହୋଇ ନ ତତ୍ପର। ତରୁଙ୍କ ପ୍ରୀତି ଅର୍ଥେ ପୁଣ, ଆହୁତି ଦେବ ଦୁଗ୍ଧ ଅନ୍ନମ। ତଦନ୍ତେ ଆଚାର୍ଯ୍ୟ ବ୍ରାହ୍ମଣ, ହୃଦୟ ଚିନ୍ତି ନାରାୟଣ। କୁଠାର ଗ୍ରହଣ କରିବ, ବୃକ୍ଷକୁ କରିବ ଛେଦନ। ମଙ୍ଗଳ ଗୀତ ବାଦ୍ୟ ଶୁଣି, ସେ କାଳେ କରାଇବେ ପୁଣି। ଛେଦନ କାର୍ଯ୍ୟ ସୂତ୍ରଧର, ନିଯୋଗ ଆଚାର୍ଯ୍ୟ ପ୍ରକାର। ଶ୍ରୀ ଜଗନ୍ନାଥଙ୍କର ରଥ, ଦୃଢ଼ରେ ହୋଇବ ନିର୍ମିତ। 16 ଚକ ଲୌହମୟ, ହୋଇବ ଜାଣ ତା ନିଶ୍ଚୟ। 16 ଲଗାଇବ, ଅକ୍ଷ କୁବର ତହିଁ ଥିବ। ରଥର ଚଉପାଶେ ପୁଣ, ବିଚିତ୍ର କାଷ୍ଠ ମୂର୍ତ୍ତିମାନ। ରଥର ମଧ୍ୟ ଭାଗେ ଜାଣ, ବେଦିକା କରିବ ନିର୍ମାଣ। ଏ ବେଦି ହୋଇବ ଉନ୍ନତମ, ବିଚିତ୍ର ଶୋଭାରେ ଶୋଭିତ। ଏହାର ଚତୁର୍ଦିଗେ ପୁଣ, ଖଞ୍ଜିବ ସୁନ୍ଦର ତୋରଣ। 4 ଦିଗରେ 4 ଦ୍ୱାର, କରିବ ଅତି ମନୋହର। କାରୁକାର୍ଯ୍ୟରେ ବିଭୂଷିତ, ଯେଣେ ଶୋଭିତ ହେବ ରଥ। ହେମପଟରେ ବିମଣ୍ଡନ, କରିବ ହୋଇ ଭକ୍ତିମାନ। ରକ୍ତ ଚନ୍ଦନ କାଠେ ପୁଣ, ଗରୁଡ଼ କରିବ ନିର୍ମାଣ। ତାହାର ଧ୍ୱଜ ଚିହ୍ନ ଦେଇ, ରଥରେ ରଖିବ ତା ନେଇ। ସର୍ବତ୍ର କରି ପରିପୃଷ୍ଟ, ରଥାଙ୍ଗ କରିବ ସଜ୍ଜିତ। ବଳଦେବଙ୍କ ଦିବ୍ୟଯାନ, 14 ଚକରେ ନିର୍ମାଣ। ସୁଭଦ୍ରା ଦେବୀଙ୍କର ରଥ, 12 ଚକରେ ନିର୍ମିତ। ଯେ ରଥେ ଥିବେ ବଳଦେବ, ଲାଙ୍ଗଳ ଧ୍ୱଜ ଚିହ୍ନ ଦେବ। କମଳ ଧ୍ୱଜରେ ଚିହ୍ନିତ, କରିବ ସୁଭଦ୍ରାର ରଥ। ଏମନ୍ତ ଭାବେ ନରରଥ, କରିନ 3 ଗୋଟି ରଥ। ମନ୍ତ୍ରବିଧାନ ଅନୁସାରେ, ପ୍ରତିଷ୍ଠା କରିବ ସତ୍ୱରେ। ଏହି କାର୍ଯ୍ୟରେ ନର ଈଶ, ବ୍ରାହ୍ମଣେ କରିବ ବିଶ୍ୱାସ। ଏହାର ଏମନ୍ତ କାରଣ, ହରିଙ୍କ ଅଭିନ୍ନ ବ୍ରାହ୍ମଣ। ଆଷାଢ଼ ଶୁକ୍ଳ ପକ୍ଷ ଜାନ, ହରିଙ୍କ ପ୍ରୀତି ପ୍ରଦ ଦିନ। ସେହି ଦିବସେ ନର ସାଇଁ, ଯଥା ବିଧାନ ଅନୁଯାୟୀ। କରିନ ମହା ମହୋତ୍ସବ, ରଥଙ୍କୁ ପ୍ରତିଷ୍ଠା କରିବ।